प्रिय साथीगण आमे बुधवार विषय को नहीं दैनिक राशिफल आउ तारीख हूँ नवेम्बर 12 नवेम्बर मास 12 तारीख बुधवार राशिफल को नहीं आज आलोचना हेले आमे आगे शुणा आम घर कथा माने सूर्यास्त हे 5टा 6 पर आज सूर्यास्त 5टा 6 पर अशुभ समय दिन 11:32 रु 12:56 दिन 11:32 रु 12:56 अशुभ समय सूर्यास्त हेले 5टा 6 पर एणु यही समय पूर्वर आमे मानसिक प्रस्तुत हवा हेले आज मीन राशि घात तारा 6:35 जाए संध्या 6:35 जाए बुधवार कथा आलोचना करछे बुधवार संध्या 6:35 जाए मीन राशि घात बार तापरठू मेष राशि घात बार आरंभ हेबो हेला आउथरे कहूँ मीन राशि घात तारा 12 मीन राशि घात तारा संध्या 6:35 जाए तापरे मेष राशि घात तारा आरंभ हेबो मिथुनर घात तिथि राति 11टा जाए मिथुनर घात तिथि राति 11टा जाए सिंहर घात तिथि 11टा पर राति 11टा पर कुआड़े जीवेनी जरूर काम थे भी होशियार जी ईश्वर स्मरण करेंगे सेमती मेष राशि घात तारा संध्या 6:35 पर राति कथा सावधान घात बार बुधवार कर्कटर घात बार घात चंद्र मकर आउ कर्कटर घात चंद्र मकर आउ कर्कटर घात चंद्र घात बार कर्कटर मिथुनर घात तिथि राति 11टा जाए सिंहर घात तिथि 11टा पर मीन राशि घात तारा संध्या 6:35 जाए तापरे मेष राशि घात तारा आरंभ हो यह विपद संकेत विपद आसवा पूर्वर आम टे होशियार हवा ईश्वर को शरणागत हवा ईश्वर को प्रार्थना करवा दया करवा यात्रा आरंभ करवा तापर जहाँ कपाल लेखा थी हे श्रोता बंधु एवं आरंभ करवा बुधवार नवेम्बर 12 तारीख मेष राशि अश्विन नक्षत्र संध्या 6:35 रु मेष राशि अश्विन नक्षत्र संध्या 6:35 रु अशुभ समय आरंभ हेबो माने अन्य 2 नक्षत्र जेउ जेउ सुख लाभ करिवे अश्विनी को ताहा मिलिबो नाही संध्या 6:35 पर मेष राशि शुभ समय आसिबो तेणु 6:35 ठारू मेष राशि अन्य 2 नक्षत्र जेउ जेउ शुभ फल लाभ करिवे पाइबे अश्विन नक्षत्र को ता मिलिबो नाही कारण संध्या 6:35 रु मेष राशिया को जावतीय यथेष्ट बेसी लौकिक सुख मिलिबो 6:35 रु मेष राशिया को जावतीय यथेष्ट बेसी लौकिक सुख मिलिबो से जाए संध्या 6:35 जाए से माने पूर्व दिन परी शारीरिक समस्या दहगंज हेबे पूर्व दिन रे मंगलवार दिन जो समस्या थिला बुधवार दिन संध्या 6:35 जाए से शारीरिक समस्या रोग व्याधि एथिरे घांटी हवा को पड़ो कार कौ रोग हम कार मुंड बिंध कार अठा दर्ज हम कार कान बिंध नाक बिंध इत्यादि इत्यादि
6:35 ଯାଏ ଦୁଃଖ ଅଛି। 6:35 ପରଠାରୁ ସୁଖ ଆରମ୍ଭ ହେବ। ବୁଧବାର ନଭେମ୍ବର 12 ତାରିଖ, ବୃଷ ରାଶି ରୋହିଣୀ ନକ୍ଷତ୍ର। ବୃଷ ରାଶି ରୋହିଣୀ ନକ୍ଷତ୍ରର ଅଶୁଭ କାଳ 6:35ରୁ ଆରମ୍ଭ ହେବ। କଥାଟା ସେତେ ଭଲ ନୁହେଁ, ମାନେ ଦେହ ଖରାପ ହେବ, ଦେହ ଅସୁସ୍ଥ ହେବ। ରାତି କଥା ସାବଧାନ। ରୋଗା ଆରମ୍ଭ ହେବ, ପୁରୁଣା ରୋଗ ବାଧିବ, ପୁରୁଣା ରୋଗୀ ହଇରାଣ ହେବେ। ମାତ୍ର 6:35 ଯାଏ ସମସ୍ତ ବୃଷ ରାଶିର ଲୋକେ ଭଲରେ ସମୟ କାଟିବେ। 6:35 ପରଠୁ ଅଶୁଭ ସମୟ ଆରମ୍ଭ ହେବ ବୃଷ ରାଶି ପାଇଁ। ଆଉ ବୃଷ ରାଶିର ରୋହିଣୀ ନକ୍ଷତ୍ର ଟିକେ ଅଧିକ ବାଧିବ। ଏ ରୋଗ ବ୍ୟାଧିରେ ବେଶୀ ଆକ୍ରାନ୍ତ ହେବେ। ସନ୍ଧ୍ୟା 6:35 ଯାଏ ସମସ୍ତ ବୃଷ ରାଶିଙ୍କୁ ଯାବତୀୟ ଲୌକିକ, ପାରିବାରିକ, ସାମାଜିକ ସୁଖ ମିଳିବ। ସୁଖର କାରଣ ତ ଧନ ନା, ତେଣୁ 6:35 ଯାଏ ସମସ୍ତ ବୃଷ ରାଶିର ଲୋକେ ଧନ ଲାଭ କରିବେ। ବ୍ୟବସାୟ, ବୃତ୍ତି, ସେବା ଠିକ୍ଠାକ୍ ଚାଲିବ। ଭାଇ ଭାଇ ମଧ୍ୟରେ ମଧୁର ସଦ୍ଭାବ ଜାତ ହେବ। ଏଣୁ ସନ୍ଧ୍ୟା 6:35 ଠାରୁ ସାବଧାନତା ଅବଲମ୍ବନ କରିବା ଉଚିତ। ରୋଗ ଆରମ୍ଭ ହେଲେ ଅସୁବିଧା ନା। ଗୋଟେ କଥା, ପହରଦିନ ଘଟଣା, ଜଣେ ଲୋକ ଆସି ମୋତେ କହିଲା, ଆଜ୍ଞା ଆପଣ ତ କହିଲେ ରୋଗ ବ୍ୟାଧି ହେବ, ମୋର ତ କିଛି ହେଲାନି। ସତ କଥା କହିଲ କିଛି ହେଇନି? ହଁ ହେଲା ଯେ ମୁଁ ଆସୁଥିଲି, ଗୋଟେ ପୋକ ମୋ ଆଖିରେ ପଡ଼ିଗଲା। ଆଉ ସେ ପୋକ ପାଇଁ ମୁଁ ଯେଉଁ କଷ୍ଟ ଭୋଗିଛି 3 ଘଣ୍ଟା ପର୍ଯ୍ୟନ୍ତ। ତାପରେ ଆପଣ ଦେଖନ୍ତୁ ଏପର୍ଯ୍ୟନ୍ତ ଆଖି ଲାଲ ଅଛି। ଆରେ ଶାରୀରିକ ଯନ୍ତ୍ରଣା, ଆଉ ତ ରୋଗ ବ୍ୟାଧି କ'ଣ ଆଉ କ'ଣ ନୂଆ ସୃଷ୍ଟି ହେବ? ଆଖି ପାଇଁ ଯେଉଁ ଯନ୍ତ୍ରଣା ହେଲା, ତାପରେ ଆଖି ସମ୍ପୂର୍ଣ୍ଣ ଭଲ ହେବାନେ କିଛି ଅଛି? ହଁ କହିଲେ ପଳେଇଲେ। ବିଧି ବିଧାନ ବିଚିତ୍ର ପରା। ଏବେ ଦେଖିବା ମିଥୁନ କଥା। ବୁଧବାର ନଭେମ୍ବର 12 ତାରିଖ, ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ 6:35ରୁ। ବୁଧବାର ନଭେମ୍ବର 12 ତାରିଖ, ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ ସନ୍ଧ୍ୟା 6:35ରୁ। ଧନାଗମର ପରିମାଣ କମିଯିବ। ଅନ୍ୟ ନକ୍ଷତ୍ରମାନେ ଯେତିକି ଧନ ଲାଭ କରିବେ, ଆର୍ଦ୍ରା ନକ୍ଷତ୍ର ସେତେ ଧନ ଲାଭ ନ କରିପାରି ଦୁଃଖିତ ହେବ। ଧନାଗମର ପରିମାଣ କମିଯିବ, ଏଣୁ ଦୁଃଖ ଲାଗିବ। ସମସ୍ତ ମିଥୁନ ରାଶି ପାଇଁ ସନ୍ଧ୍ୟା 6:35ରୁ ଅର୍ଥାଗମର ପନ୍ଥା ଖୋଲିଯିବ। ରାତ୍ରିକାଳୀନ ବୃତ୍ତି, ନାଇଟ୍ ଡ୍ୟୁଟି ଯେଉଁମାନଙ୍କର, ରାତ୍ରିକାଳୀନ ବୃତ୍ତି ଆଉ ରାତ୍ରିକାଳୀନ ବ୍ୟବସାୟରେ, ସେବାରେ ଭଲ ଆୟ ହେବ। ଯଥା ନାଇଟ୍ ଡ୍ୟୁଟି କରୁଥିବା ଲୋକମାନଙ୍କର ଭଲ ଶ୍ରମ ହେବ, ବଢ଼ିଆ ପଇସା ମିଳିବ। କ୍ଳାନ୍ତ ଲାଗିବନି, ଦିନସାରା ମନ ଅସ୍ଥିର ଥିବ। ସନ୍ଧ୍ୟା 6:35 ଯାଏ ମନ ଘର ଧରିବନି, ମନ ଅବୁଝା ହେବ, ମନ ବ୍ୟାକୁଳ ହେବ। ବ୍ୟାକୁଳ ମନରେ ତ କୌଣସି କାମ ଠିକ୍ଠାକ୍ କରିହେବନି ନା, କୌଣସି କାମ ନିଷ୍ପତ୍ତି କରିହେବନି ନା। ଏଣୁ 6:35 ପର୍ଯ୍ୟନ୍ତ ଧୈର୍ଯ୍ୟ ଆବଶ୍ୟକ। ଧୈର୍ଯ୍ୟ ନ ଧରିଲେ, ଭାଙ୍ଗି ପଡ଼ିଲେ ସବୁ ବିଗିଡ଼ିଯିବ। ସୁତରାଂ ସନ୍ଧ୍ୟା 6:35 ପରେ ମିଥୁନ ରାଶିଙ୍କ ପାଇଁ ଯଥେଷ୍ଟ ବେଶୀ ଲାଭ ଅଛି। ଲାଭ ପୁଣି ବିଭିନ୍ନ ପ୍ରକାର ଅଛି। ସବୁଦିନ କହୁଛି ମୁଁ କାହାର କ'ଣ ଲାଭ ଦରକାର। ବାସ୍। ବୁଧବାର ନଭେମ୍ବର 12 ତାରିଖ, କର୍କଟ ରାଶି, ପୁଷ୍ୟା ନକ୍ଷତ୍ର ପାଇଁ ଅଶୁଭ ସମୟ ଆରମ୍ଭ ହେବ। ବୁଧବାର ନଭେମ୍ବର 12 ତାରିଖ, କର୍କଟ ରାଶି, ପୁଷ୍ୟା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଦିନ ସାରା ପାଇଥିବା ସୁଖରେ କାହାର ନଜର ଲାଗିଯିବ। ମାନେ କର୍କଟ ରାଶିଆଙ୍କୁ ସନ୍ଧ୍ୟା 6:35 ଯାଏ ଯାବତୀୟ ସୁଖ ମିଳିବ। ଏତେ ସୁଖ ମିଳିଯିବ, ସେଥିରେ ସେମାନେ ପ୍ରଫୁଲ୍ଲିତ ହେବେ, ଉଲ୍ଲସିତ ହେବେ, ଆନନ୍ଦ ପ୍ରକାଶ କରିବେ। ତେଣୁ ଜ୍ୟୋତିଷ କହିଲେ, ବୋଧେ ଏମାନଙ୍କର ମନୋଭାବକୁ ଲକ୍ଷ୍ୟ କରି କେହି ଦୃଷ୍ଟି ପକାଇଦେଲେ କି,
ମାନେ 6ଟା 35ରୁ ଅଶୁଭ ସମୟ ଆରମ୍ଭ ହେବ। ମନ ଚଞ୍ଚଳ ହେବ, ଡହଳ ବିକଳ ହେବ, ଅଶାନ୍ତ ମନ ଦ୍ୱାରା ପାରିବାରିକ ଝଡ଼ ସୃଷ୍ଟି ହେବ। ବୃତ୍ତି ବ୍ୟବସାୟ ବାଣିଜ୍ୟରେ ଯାହା ଯାହା ଲାଭ ହେଉଥିଲା ତାହା ଲାଭ ହେବନି। ରାତିରେ ହେଉଥିବା ବ୍ୟବସାୟ, କେଉଁ ଲୋକ ମାନେ କେତେ ହାଟ ଅଛି ରାତିରେ ବସେ, ଦିନରେ ବସେନି। ତେଣୁ ରାତିରେ ଯେଉଁ ବ୍ୟବସାୟ ସବୁ ହୁଏ ସେଥିରେ କର୍କଟ ରାଶିଙ୍କର ଟିକେ ହାନି ହେବ, କ୍ଷତି ହେବ, ଲସ୍ ହେବ। ବୁଧବାର ନଭେମ୍ବର 12 ତାରିଖ ସିଂହ ରାଶି ମଘା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ 6ଟା 35ରୁ। ମାନେ ଅନ୍ୟ 2 ନକ୍ଷତ୍ର ଯେଉଁ ସମସ୍ତ ଆନନ୍ଦ ପାଇବେ ମଘାକୁ ତାହା ମିଳିବ ନାହିଁ। ସିଂହ ରାଶି ମଘା ନକ୍ଷତ୍ରର 6ଟା 35ରୁ ଅଶୁଭ ସମୟ ଆରମ୍ଭ ହେବ। ଅନ୍ୟାନ୍ୟ ନକ୍ଷତ୍ର 2 ଯେଉଁ ସୁଖ ଶାନ୍ତି ପାଇବା କଥା ପାଇବେ, ମଘାକୁ ମିଳିବ ନାହିଁ। ବହୁ ଯନ୍ତ୍ରଣା ଆସି ପହଞ୍ଚିବ। 6ଟା 35 ଯାଏ ସମସ୍ତ ସିଂହ ରାଶିଙ୍କ ଲୋକେ ବଡ଼ ଦୁଃଖରେ ଥିବେ। ଶାରୀରିକ ବ୍ୟାଧି ବହୁ ଯନ୍ତ୍ରଣା ଦେଉଥିବ। ସନ୍ଧ୍ୟା 6ଟା 35 ପରଠାରୁ ଦେହ ସୁସ୍ଥ ହୋଇଯିବ। ଶାରୀରିକ ଓ ମାନସିକ ଶାନ୍ତି ଫେରିବ। ଅନ୍ଧାର ପରେ ଆଲୋକ ଯେପରି ଆନନ୍ଦ ଦେଇଥାଏ, ସେହିପରି ରାତ୍ରି କାଳ ଆନନ୍ଦ ଓ ଶାନ୍ତି ଦେବ। ବୁଧବାର ନଭେମ୍ବର 12 ତାରିଖ କନ୍ୟା ରାଶି ହସ୍ତା ନକ୍ଷତ୍ରର ଅଶୁଭ କାଳ ଆରମ୍ଭ ହେବ। ମାନେ ଅସୁସ୍ଥ ହେବେ, ଅଭାବ ଦେଖାଦେବ, ବହୁ ବ୍ୟୟ ହେବ, ଅସୁସ୍ଥତା ବହୁ ଦୁଃଖ ଦେବ। ରାତି କଥା ପୁରୁଣା ରୋଗୀ ଓ ପୁରୁଣା ରୋଗ ବହୁ ଦୁଃଖ ଦେବ। ସନ୍ଧ୍ୟା 6ଟା 35 ପରେ ମାତ୍ର ସନ୍ଧ୍ୟା 6ଟା 35 ଯାଏ କନ୍ୟା ରାଶି ପାଇଁ ସବୁ ଦିଗରୁ ଆୟ, ସୁଖ, ଶାନ୍ତି ଆସିବ। ଶୁଭ ଖବର, ନୂଆ ବନ୍ଧୁ ଆସି ମଧୁର ବ୍ୟବହାର କରିବେ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ସନ୍ଧ୍ୟା 35 ଯାଏ କନ୍ୟା ରାଶିର ଟିକେ ଅଶୁଭ। ସନ୍ଧ୍ୟା 35 ପରେ ଯାବତୀୟ ସୁଖ ମିଳିବ। ବୁଧବାର ନଭେମ୍ବର 12 ତାରିଖ ତୁଳା ରାଶି ସ୍ୱାତି ଓ ବିଶାଖା ନକ୍ଷତ୍ର ଦ୍ୱୟର ଅଶୁଭ ସମୟ ଆରମ୍ଭ ହେବ। ତୁଳା ରାଶି ପାଇଁ ଅଶୁଭ ସମୟ ଆରମ୍ଭ ହେବ। ବିଶାଖା ଓ ସ୍ୱାତିର ମନ ଦୁଃଖ ହେବ, କାରଣ ଆୟ କମିଯିବ। ତୁଳାର ଆୟ ବଢ଼ିଆ ହେଉଥିଲା, ଆୟ କମିଯିବ। ଅନ୍ୟ ପ୍ରକାର ସୁଖ ସବୁ ମିଳିବ। ଆଜି ସୂର୍ଯ୍ୟୋଦୟ ଠାରୁ 6ଟା 35 ଯାଏ ଲୋକେ କର୍ମ ଚଞ୍ଚଳ ରହି, ତୁଳା ରାଶିର ଲୋକେ କର୍ମ ଚଞ୍ଚଳ ରହି କର୍ମରୁ ଆନନ୍ଦ, ସୁଖ ଓ ଶାନ୍ତି ଲାଭ କରି ଖୁସି ହେବେ। 6ଟା 35ରୁ ପୂର୍ବ ଯୋଜନା ସଫଳ ହେବ, ନୂଆ ରୂପ ନେବ। ଫଳରେ ବଢ଼ିଆ ଆୟ ହେବ, ସବୁ ଦିଗରୁ ସୁବିଧା ମିଳିବ, ବିବିଧ ଲାଭ ହେବ। ତୁଳା ରାଶି ପାଇଁ 24 ଘଣ୍ଟା ଶୁଭ। ପ୍ରଥମ ପର୍ଯ୍ୟାୟରେ ସେମାନେ କର୍ମ କରିବେ, ଯୋଜନା କରିବେ, ସ୍ୱପ୍ନ ଦେଖିବେ। ଦ୍ୱିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ପରଠୁ ସେ ଯୋଜନା ସଫଳ ହେବ, ଆୟ ବଢ଼ିଯିବ, ସୁଖ ଶାନ୍ତି ମାଡ଼ି ଆସିବ। ଠିକ୍ ବନ୍ୟା ଜଳ ପରି। ମାନେ 24 ଘଣ୍ଟା ତୁଳା ରାଶି କନ୍ୟା ରାଶି ପାଇଁ ଶୁଭ। ଏବେ ବିଛା କଥା ଆଲୋଚନା କରିବା। କନ୍ୟାର ଶୁଭ ଶୁଣିଲେ, ଆଉ ତୁଳାର ଶୁଭ ଶୁଣିଲେ। ବୁଧବାର ନଭେମ୍ବର 12 ତାରିଖ ବିଛା ରାଶି ବିଶାଖା ନକ୍ଷତ୍ରର ସନ୍ଧ୍ୟା 6ଟା 35ରୁ ଅଶୁଭ ସମୟ ଆରମ୍ଭ ହେବ। ମାନେ ମନ ଲାଖି କର୍ମ ଯୋଜନା ହୋଇପାରିବନି। ସନ୍ଧ୍ୟା 6ଟା 35 ଯାଏ ମାନସିକ ସନ୍ତୁଳନ ଠିକ୍ ରହିବନି, ମନ ବ୍ୟାକୁଳ ଆକୁଳ ହେବ। ପରେ ପରେ କର୍ମ ପ୍ରତି ଆଗ୍ରହ ଆସିବ। ସନ୍ଧ୍ୟା 6ଟା 35 ଯାଏ ଚନ୍ଦ୍ରଙ୍କର ଅବସ୍ଥିତି ସବୁ ବିଗାଡ଼ି ଦେବ।
ତେଣୁ ବିଛା ରାଶିଙ୍କ ପାଇଁ 6ଟା 35 ପର୍ଯ୍ୟନ୍ତ ଯାବତୀୟ ମାନସିକ ଅଶାନ୍ତି ସୃଷ୍ଟି ହେବ। ମନ ଧ୍ୟାନ ଦେଇ ସଯତ୍ନେ କର୍ମ କରି ଆନନ୍ଦିତ ହେବେ। କେବଳ 6ଟା 35 ପରେ କର୍ମରୁ ଧନ ମାନ ଶାନ୍ତି ସୁଖ ପାଇବେ। ଲୋକ ସମ୍ପର୍କ ବଢ଼ିଯିବ। ପାରିବାରିକ ଶାନ୍ତି ଯାହା ଯାହା ଦିନରେ ବ୍ୟାହତ ହୋଇଥିଲା ତାହା ଫେରିଆସିବ। ସଫଳ ରୂପାୟନ ନେବେ। ସାମାଜିକ ପ୍ରତିପତ୍ତି ବଢ଼ିବ। 6ଟା 35 ଯାଏ ସମସ୍ୟା ବହୁଳ ଦିନ, 6ଟା 35 ଠାରୁ ଆନନ୍ଦପ୍ରଦ ଦିନ। ଏହି ଦୁଇ ପ୍ରକାର ଖଟା ମିଠା ଅନ୍ଧାର ଆଲୁଅକୁ ନେଇ ବିଛା ରାଶି ଆଜି ଆନନ୍ଦ ଓ ନିରାନନ୍ଦ ଭିତରେ ସମୟ କାଟିବେ। ବୁଧବାର ନଭେମ୍ବର 12 ତାରିଖ ଧନୁ ରାଶି ମୂଳା ନକ୍ଷତ୍ରର ସନ୍ଧ୍ୟା 6ଟା 35ରୁ ଅଶୁଭ ସମୟ ଆରମ୍ଭ ହେବ। ଧନୁ ରାଶି ପାଇଁ 24 ଘଣ୍ଟା ଅଶୁଭ। ଧନୁ ରାଶିର ଆଜି ଆଦୌ ଭଲ ନାହିଁ। ତେଣୁ ଧନୁ ରାଶି ପାଇଁ 24 ଘଣ୍ଟା ଅଶୁଭ। ପ୍ରଥମରେ ସନ୍ଧ୍ୟା 6ଟା 35 ଯାଏ ନାନାବିଧ ରୋଗ ବ୍ୟାଧିର ଯନ୍ତ୍ରଣା ଦୁଃଖ ଦେବ। ଦିନ ସାରା ସନ୍ଧ୍ୟା 6ଟା 35 ଯାଏ ଶାରୀରିକ ଯନ୍ତ୍ରଣାରେ ଯନ୍ତ୍ରିତ ହେବେ ଧନୁରାଶି। ପୁରୁଣା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବ। ମାତ୍ର 6ଟା 35 ପରେ ପରେ ଅନ୍ୟ ପ୍ରକାର ଦୁଃଖ ଆସିବ। ତାହା ଅଶାନ୍ତ ମନରେ ଝଡ଼ ସୃଷ୍ଟି କରିବ। ତଥାପି ସେ ଦୁଃଖଟା ହେଉଛି ବଦ୍ଧ ବନ୍ଧନ ଭୟ। କୌଣସି କାମ ଆପଣ କରିପାରିବେନି, କିଛି ନା କିଛି ବାଧା ସୃଷ୍ଟି ହେବ। ତାକୁ କୁହନ୍ତି ବଦ୍ଧ ବନ୍ଧନ ଭୟ। ଯୁଆଡ଼େ ଯାତ୍ରା ଆରମ୍ଭ କରିବେ, ଯେଉଁ କାମ କରିବେ ସେ ସୁଯୋଗ ମିଳିବନି, କାମ ହେଇପାରିବନି। ବଦ୍ଧ ବନ୍ଧନ ଭୟ। ତେଣୁ ଏ ସମୟରେ ଟିକେ ନୀରବତା ରକ୍ଷା କଲେ ଭଲ। କାହାକୁ କିଛି କହିଲେ ଅସୁବିଧା। ଅନ୍ୟମାନେ କେବଳ ବିରକ୍ତି ଭାବ ପ୍ରକାଶ କରିବେ, କେହି ସହଯୋଗ କରିବେନି। ଅପମାନିତ ହେଇପାରନ୍ତି। ତେଣୁ କଟା ଘାରେ ଚୂନ ଲାଗିଲା ଭଳି ଯନ୍ତ୍ରଣା ହେବ। ଦିନସାରା ରୋଗ ବ୍ୟାଧି ପରେ ଯଦି ଅପମାନ ମିଳିଯାଏ ତାହେଲେ ଭାରି କଷ୍ଟ ହେବ, ଭାରି ବାଧିବ। ଏଣୁ ମାନେ ଯେମିତି ବଜାର ନଡ଼ିଆ ମିଳୁନି, ବୁଲି 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 ନଡ଼ିଆଟି ଆଣିଲେ ଦେଖିବାକୁ ସୁନ୍ଦର ଉପରେ ଦେଖାଯାଉଛି, ସମସ୍ତେ ଉତ୍ସାହିତ ହେଲେ ଯାହା ହଉ ମିଳିଗଲା। ଯେତେବେଳେ ତାକୁ ସବୁ ଚୋପା କାଢ଼ି କତା କାଢ଼ି ଭଙ୍ଗାଗଲା, ଦେଖିଲାବେଳକୁ ନଡ଼ିଆଟା ପଚିଯାଇଛି। ଏଇ ଯେଉଁ ଦୁଃଖ ଲାଗେ ସେଇଭଳି ଦୁଃଖ ଲାଗିବ ସନ୍ଧ୍ୟା 6ଟା 35 ପରେ ଧନୁରାଶି। ବୁଧବାର ନଭେମ୍ବର 12 ତାରିଖ ମକର ରାଶିର ଶ୍ରବଣା ନକ୍ଷତ୍ରର ସନ୍ଧ୍ୟା 6ଟା 35 ପରେ ଅଶୁଭ ସମୟ ଆରମ୍ଭ ହେବ। ମକର ରାଶି ଶ୍ରବଣା ନକ୍ଷତ୍ର 22 ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ 6ଟା 35 ପରେ। ମାନେ ଦେହର ଅସୁସ୍ଥତା ବଢ଼ିଯିବ। କିଛି ନା କିଛି ଶାରୀରିକ ଦୁଃଖ ଆସିବ। ଭାରି କାଟିବ, ବିନ୍ଧିବ, ଦରଦ ହେବ, ପୋଡ଼ିବ। ପୁରୁଣା ରୋଗ ଥିଲେ ଅସହ୍ୟ ଯନ୍ତ୍ରଣା ହେବ। ପୁରୁଣା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବ। ମାତ୍ର ସନ୍ଧ୍ୟା 6ଟା 35 ଯାଏ ଆଶାନୁସାରେ ଧନାଗମ ହେବ। ଦିନ ସାରା ଭଲ, 6ଟା 35 ଯାଏ ଭଲ। 6ଟା 35 ଠାରୁ ଅଶୁଭ ସମୟ ଆରମ୍ଭ ହେବ। ଶାରୀରିକ ଯନ୍ତ୍ରଣା ବଢ଼ିଯିବ। 6ଟା 35 ଯାଏ ସୂର୍ଯ୍ୟୋଦୟ ଠାରୁ 6ଟା 35 ଯାଏ ଆଶାନୁରୂପେ ଧନ ମିଳିବ। ମନସ୍କାମନା ପୂରଣ ହେବ। ବନ୍ଧୁ ସମାଗମ ହେବେ। ସୁନ୍ଦର ରୁଚିକର ଖାଦ୍ୟ ଅବଶ୍ୟ ମିଳିବ। ପାରିବାରିକ ଲୌକିକ ସାମାଜିକ ସୁଖ ମିଳିବ। ଅର୍ଥର ଅଭାବ ରହିବ ନାହିଁ। ତେଣୁ ସେମାନେ ଦିନ ଯାକ ସୁଖ ଶାନ୍ତି ଧନ ମାନ ଏସବୁ ପାଇ ଆନନ୍ଦରେ ସମୟ କାଟୁଥିଲା ବେଳେ ଅଶାନ୍ତ ଗ୍ରହ ରାହୁ ଆକ୍ରମଣ କରିବ। 6ଟା 35 ପରଠାରୁ ଦୁଃଖ ଯାତନା ପୀଡ଼ା ଯନ୍ତ୍ରଣା ଜୀବନକୁ ନିଷ୍ପେଷିତ କରିବ।
ବୁଧବାର ନଭେମ୍ବର 12 ତାରିଖ କୁମ୍ଭ ରାଶି ଶତଭିଷା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ମାନେ ଅଧିକ ଆୟରୁ କିଛି କମିଯିବ। କୁମ୍ଭ ରାଶି ପାଇଁ ସନ୍ଧ୍ୟା 6:35ରୁ ଶତଭିଷା ନକ୍ଷତ୍ରର ଆୟ ଟିକେ କମିଯିବ। ଅନ୍ୟ 2 ନକ୍ଷତ୍ରର ଯଥେଷ୍ଟ ଆୟ ହେବ। ଏଥିପାଇଁ ଶତଭିଷା ନକ୍ଷତ୍ର ଟିକେ ଦୁଃଖିତ ହେବେ। ଏଇଟା ହେଉଛି ଅଶୁଭ। ପ୍ରଥମ ଚାପ୍ଟର ମାନେ ସନ୍ଧ୍ୟା 6:35 ଯାଏ ଲାଭ ହେବ। ପରେ ଧନ ଆସିବ। କଥା କ'ଣ ନା ଜୀବନ ଯାତନା ଆସିବ ନାହିଁ ସେମାନଙ୍କ ପାଇଁ। ସେମାନେ ବହୁତ କଷ୍ଟ ଭୋଗିଲେଣି। ଜୀବନ ପାଇଁ ଜଣେ ବ୍ୟକ୍ତିର ଯେତିକି ଆବଶ୍ୟକୀୟ ଧନ ତାଠୁ ଅଧିକ ଧନ ମିଳିବ। ପ୍ରଥମେ ଲାଭ ହେବ, ପରେ ଧନ। ଏଣୁ ସେଇ ଯେଉଁ ଧନ ଲାଭ ହେବ ସନ୍ଧ୍ୟା 35 ପରେ, ସେ ଧନ ଯେ ନଗଦ କ୍ୟାସ୍ ମିଳିବ ତାହା ଦ୍ରବ୍ୟ ଜିନିଷ ରୂପରେ ଘରକୁ ଆସିବ। ହୁଏତ କିଛି ମିଠା ଆସିପାରେ ବା ହଜିଯାଇଥିବା ଦ୍ରବ୍ୟ କି ସୁନା ଇତ୍ୟାଦି ମିଳିଯିବ। ସମସ୍ୟା କିଛି ରହିବନି। ସନ୍ଧ୍ୟା 6:35 ପରଠାରୁ ଆୟ ଯଥେଷ୍ଟ ବଢ଼ିଯିବ। କର୍ମ ଯୋଜନା ସଫଳ ହେବ। ଧର୍ମ କରିବା ପାଇଁ ମନ ହେବ। ଟିକେ ମନ୍ଦିର ଗଲେ ଭଲ ହୁଅନ୍ତା, କାହାକୁ ଦେଲେ ଭଲ ହୁଅନ୍ତା। ମାନେ ଏଇଭଳି ସଦ୍ଭାବନା ଜାଗ୍ରତ ହେବ। ଆଉ ପ୍ରତ୍ୟେକ ଲୋକଙ୍କୁ ନିଜ ଯୋଗ୍ୟତା, କର୍ମ, ଧର୍ମ ଏ ବଳରେ ଯିଏ ଯେମିତି କର୍ମ କରିବ, ଯେତିକି ଧର୍ମ ଥିବ, ଯେତିକି ଯୋଗ୍ୟତା ଅଛି, ସେଇଭଳି ଧନ ଆସିବ। ଧନଲକ୍ଷ୍ମୀ ଦୟା କରିବେ। ବୁଧବାର ନଭେମ୍ବର 12 ତାରିଖ ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ସନ୍ଧ୍ୟା 6:35ରୁ ଅଶୁଭ କାଳ ଆରମ୍ଭ ହେବ। ମାନେ ଇଚ୍ଛାନୁସାରେ ଲାଭ ହେବନି, କମିଯିବ। 6:35 ପରଠାରୁ ଲାଭ କମିଯିବ। ତେଣୁ ଯେଉଁମାନେ ବ୍ୟବସାୟୀ ତାଙ୍କୁ ଟିକେ ବାଧିବନି? ହଁ, ବାଧିବ ନା। ମୀନ ରାଶିର ଲୋକେ ଦିନ ସାରା ନାନାବିଧ ସୁଖ ଲାଭ କରି ଖୁସିରେ ଦିନ କାଟିବେ। ଏ ସମସ୍ତ ସୁଖ ଲୌକିକ ଅଟେ। ଆଉ ପାରିବାରିକ ସାମାଜିକ ସୁଖ ମଧ୍ୟ ପାଇବେ। ଦିନ ସନ୍ଧ୍ୟା 6:35 ଯାଏ। ସନ୍ଧ୍ୟା 6:35 ପରେ ଏ ପ୍ରକାର ଲାଭ ହେବ। କିନ୍ତୁ ଉତ୍ତର ଭାଦ୍ର ନକ୍ଷତ୍ରର ଲାଭ ଟିକେ କମିଯିବ। ଧନ, ମାନ, ମମତା, ବନ୍ଧୁ, ସୁଖ, ଦ୍ରବ୍ୟ, ନିଦ୍ରା, ଶାନ୍ତି ଇତ୍ୟାଦି ସମସ୍ତଙ୍କୁ ମିଳିବ। କିନ୍ତୁ କେବଳ ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ସନ୍ଧ୍ୟା 6:35ରୁ ଏଇ ଲାଭ, ଏଇ ଆୟ, ଏଇ ରୋଜଗାର ଟିକେ ମାନ୍ଦା ହେବ। ତେଣୁ ତାଙ୍କୁ ଟିକେ କଷ୍ଟ ହେବ, ଟିକେ ମାନସିକ ଯନ୍ତ୍ରଣା ପାଇବେ। ବ୍ୟବସାୟୀ, ବୃତ୍ତିଜୀବୀ ଏମାନଙ୍କର ଯଥେଷ୍ଟ ଲାଭ ହେବ। ଯାହାର ଯେତିକି ହେଉଥିଲା। ଉଦାହରଣତଃ ମୁଁ ଗୋଟେ ବଡ଼ ବ୍ୟବସାୟୀ, ମୋର ସନ୍ଧ୍ୟାଠୁ ବେଶୀ ଗ୍ରାହକ ଆସନ୍ତି, ମୋର ଲାଭ ହୁଏ ହାରାହାରି 10,000 ଅଧିକ। ଏଇ ବୁଧବାର କ'ଣ ହେବ? 10,000 ହେବନି, ଆଉ 5-6,000 ହେବ। ଆଉ ଲାଭ ହେବ କିନ୍ତୁ କମିଯିବ। ହେଲେ ବାଧିବନି? ବାଧିବ ନା। ହଁ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତାକାଲି ଆମେ ପୁଣି ଏଇଭଳି ଦୈନିକ ରାଶିଫଳକୁ ନେଇ ଆଲୋଚନା କରିବା। ରହିଲି, ନମସ୍କାର।